ବାରମ୍ବାର ହେଉଥିଲେ କରନ୍ତୁ ନାହିଁ ଅଣଦେଖା। ଆପଣଙ୍କୁ ହୋଇପାରେ ବ୍ରେନ୍ ଟ୍ୟୁମର। ଏମିତି କେହି ନଥିବେ ଯାହାର ମୁଣ୍ଡ ବିନ୍ଧା ନ ହେଉଥିବ। ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଛି ତାହେଲେ ସଚେତନ ହୋଇଯାଆନ୍ତୁ, ନହେଲେ ଆପଣଙ୍କର ବି ହୋଇପାରେ ମୁଣ୍ଡ ରୋଗ। ଆପଣମାନେ ଏବେଠାରୁ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ, ଦେଖାଇ ମେଡ଼ିସିନ ମଧ୍ୟ ଖାଆନ୍ତୁ, ନହେଲେ ଆପଣ ଏମିତି ହୋଇପାରେ। ଆପଣଙ୍କୁ ଆମେମାନେ ସତର୍କ କରୁଛୁ। କ'ଣ ସବୁବେଳେ ମୁଣ୍ଡ ବିନ୍ଧା ହେଉଛି? ତାହେଲେ ନଗଦ ଯାଇ ଡାକ୍ତରଙ୍କ ପରାମର୍ଶ ନେବେ। ଯଦି ଆପଣଙ୍କ ଶରୀରରେ ଅଧିକ ଝାଳ ଆସୁଛି ତାହେଲେ ଆପଣମାନେ ଯଦି ଆପଣଙ୍କର ମସ୍ତିଷ୍କରେ ରକ୍ତ ବ୍ଲିଡ଼ିଂ ହେଉଛି, କ'ଣ ଆପଣଙ୍କୁ ବି ମୁଣ୍ଡରେ ବ୍ରେନ୍ ଚୋକ୍ ମାରିପାରେ। ଆପଣ ସଚେତନ ରୁହନ୍ତୁ। ହଁ ଦର୍ଶକ ବନ୍ଧୁ, ଭଲରେ ରୁହନ୍ତୁ ଏବଂ ସୁରକ୍ଷିତରେ ରୁହନ୍ତୁ।